ନମସ୍କାର ପିଲାମାନେ, ଆଜି ଆମେ ଆରମ୍ଭ କରିବା ଅଷ୍ଟମ ଶ୍ରେଣୀର ଜ୍ୟାମିତିର ପ୍ରଥମ ଅଧ୍ୟାୟ, ଯାହାର ନାମ ହେଉଛି ଜ୍ୟାମିତିର ମୌଳିକ ଧାରଣା। ପିଲାମାନେ, ଆଜି ଆମେ ଏହି ବିଷୟରେ ଜାଣିବାକୁ ପାଇବା କି ଆମେ ଜ୍ୟାମିତି କାହିଁକି ପଢିବା, ଜ୍ୟାମିତି କେଉଁଠୁ ଆରମ୍ଭ, ଜ୍ୟାମିତିରେ କ'ଣ କ'ଣ ଅଛି। ଏବଂ ପିଲାମାନେ, ତୁମେ ମନେ ରଖ ଯେ ଏହି ବିଷୟଟି ତୁମେ ଯଦି ଭଲସେ ପଢିଦେଲ ତେବେ ତୁମର ଫଣ୍ଡାମେଣ୍ଟାଲ ଜିନିଷ ସବୁ କ୍ଲାରିଫାଇ ହେଇଯିବ। ସେଥିପାଇଁ ଯାହା ଯାହା ମୁଁ କହୁଛି ତାକୁ ତୁମେ ଭଲସେ ମନେ ରଖ। ସବୁ ଜିନିଷ ପୁରା କନସେପଚୁଆଲି ରହିବ। ତେଣୁକରି ଟୋଟାଲି ସ୍କିପ୍ ନ କରିକି ପ୍ରଥମରୁ ଯାହା ଯାହା କହୁଛି ସବୁ ମନେ ରଖି ରଖି ଚାଲ। ଆସ ଆମେ ଆରମ୍ଭ କରିବା। ପ୍ରଥମ ତ ତାର ଉପକ୍ରମଣିକା, ମାନେ ତାର ଇଣ୍ଟ୍ରୋଡକ୍ସନ କ'ଣ କରିବା। ଜ୍ୟାମିତି, ପିଲାମାନେ କ'ଣ ଜ୍ୟାମିତି, ଜ୍ୟାମିତିର ଯୋଉ ଆମେ ଶବ୍ଦଟି ରହିଲା ତାର ଦୁଇଟି ଶବ୍ଦରୁ ଆସିଛି। ଗୋଟେ ହଉଛି ଜ୍ୟା ଆଉ ଗୋଟେ ହଉଛି ମିତି। ଜ୍ୟା ମାନେ କ'ଣ, ଆମ ସଂସ୍କୃତ ଜ୍ୟା ମାନେ ହଉଛି ଆମ ପୃଥିବୀ, ମିତି ଅର୍ଥ ମାପ କରିବା। ଏ ଜ୍ୟାମିତି ଆମ ଆସିଲା କେମିତି? ଆମ ପୂର୍ବରୁ ତ ଜମି ଜମା ସବୁ ଭାଗ କରାହଉଥିଲା କି ମାପ କରାହଉଥିଲା, କୋଉଠି କେତେ ଜମି ରହିଲା, କିମ୍ବା ଆମ ପୂର୍ବରୁ ମୁନି ଋଷି ସାଧୁ ସନ୍ଥ ମାନେ ଥିଲେ, ସେମାନେ କ'ଣ ପୂଜା ଘର ନିର୍ମାଣ କରୁଥିଲେ, ସେମାନେ ବେଦୀ ନିର୍ମାଣ କରୁଥିଲେ, ସେମାନେ ଯଜ୍ଞ ବେଦୀ ନିର୍ମାଣ କରୁଥିଲେ। ତାଙ୍କର ସଠିକ ମାପ ରହିବା ଦରକାର। ତ ସେଇ ସଠିକ ମାପ କରୁ କରୁ ଯୋଉ ଗୋଟେ ପଦ୍ଧତି ଗୋଟେ ଆରମ୍ଭ ହେଲା, ସେଇ ପଦ୍ଧତିର ନାମ କ'ଣ ଦିଆଗଲା, ଜ୍ୟାମିତି। ତାର ଅର୍ଥ ଆମ ଭୂମିର ମାପ କରିବାକୁ କୁହାଯାଏ ଜ୍ୟାମିତି। ବୁଝିଲ ପିଲାମାନେ? ମନେ ରଖୁଥିବ ଏଇ ଦୁଇଟି ଶବ୍ଦ, ଜ୍ୟା ପୃଥିବୀ ଏବଂ ମିତି ମାପ, ଏଇଠୁ ଆସିଛି ଆମର କ'ଣ, ଜ୍ୟାମିତି। ପିଲାମାନେ, ମୁଁ ଯାହା ବି ପଢେଇବି ତମ ବହି ଭିତରୁ ପଢେଇବି, ବାହାରକୁ କିଛି ଯିବାର ନାହିଁ। ଏବଂ ଏଇଠୁ ହିଁ ଆମର ସବୁ ମୌଳିକ ଯେତିକି ଜିନିଷ ଦରକାର ସବୁ ଆମର ଏଇଠୁ କ୍ଲାରିଫାଇ ହେଇଯିବ। ଏବଂ ତୁମେ ସବୁ ବହିରେ ମୁଁ ଯୋଉଗୁଡ଼ିକ ଅଣ୍ଡରଲାଇନ୍ କରୁଛି ତୁମେ ମଧ୍ୟ ସେଗୁଡ଼ିକ ଅଣ୍ଡରଲାଇନ୍ କରିବ। ଏବଂ ଯୋଉଗୁଡ଼ିକ ମୁଁ ବୁଝଉଛି ଯଦି ଦରକାର ହୁଏ ତେବେ ତୁମେ ଏକ୍ସଟ୍ରା ପଏଣ୍ଟ କିଛି ଏଡ୍ କରିବ, ନହେଲେ କିଛି ଏକ୍ସଟ୍ରା ଜିନିଷ ଲେଖିବାର ନାହିଁ। ଏବେ ଆସ ଦେଖିବା ଆମେ ସଂଜ୍ଞାହୀନ ପଦ। ସଂଜ୍ଞାହୀନ ପଦ ବୁଝିବା ପୂର୍ବରୁ ମୁଁ ତୁମକୁ କିଛି ବୁଝଉଛି। ଯେମିତିକି ଆମର କ'ଣ ଅଛି, ଓଡ଼ିଆ ଗୋଟେ ଭାଷା ଅଛି। ଭାଷାକୁ ଯେତେବେଳେ ଆମେ ପ୍ରକାଶ କରୁଛେ ଲେଖାରେ, ଆମେ କ'ଣ ଲେଖୁଛେ? ଧର ତୁମକୁ ଜଣେ ପିଲା କହିଲା ଗଛ, ତୁମେ କ'ଣ ଲେଖିବ? ତୁମେ ଲେଖିବ ଗଛ। ଗଛକୁ ଯଦି ତୁମକୁ ତାହାକୁ ସଂଜ୍ଞା ଦେବା ପାଇଁ ତୁମକୁ କହିବ, ତୁମେ କ'ଣ କହିବ? ତାର ଚେର ଅଛି, ତାର ଡାଳ ଅଛି, ତାର ପତ୍ର ଅଛି, ସେ ହେଉଛି ଗଛ। ଯଦି ତୁମକୁ ପିଲାମାନେ କୁହାଗଲା ଘର, ତାକୁ ସଂଜ୍ଞା ଦିଅ, ତୁମେ କୁ କିଛି ତାକୁ ଡିଫାଇନ୍ କରିପାରିବ କି? ତାକୁ କିଛି ସଂଜ୍ଞା ତୁମେ ଦେଇପାରିବ କି? ନା। ସେଭଳି ଛକୁ ତୁମେ କିଛି ଦେଇପାରିବ କି? ନା। ସେଇଭଳି ଆମର ଜ୍ୟାମିତିର ମଧ୍ୟ କିଛି ଗୋଟେ ମୂଳ ପଦ ରହୁଛି, ଯାହାକୁ ମୌଳିକ ପଦ କୁହାଯାଏ। ତାର ଯାହାକୁ ଆମେ ସଂଜ୍ଞା ଦେଇପାରିବା ନାହିଁ, ସେଇ ଗୁଡ଼ିକ ପଦ ଅନ୍ୟ ପଦର ସଂଜ୍ଞା ଭାବରେ ସେ ବ୍ୟବହାର ହୁଏ। ଯେମିତିକି ଆମେ ଦେଖିବା ବିନ୍ଦୁ, କୌଣସି ଜାଗାରେ ଆମେ ଡଟ୍ ଟେ ପକେଇଦେଲେ ଏଇଟାକୁ ଆମେ କ'ଣ କହୁଛେ? ବିନ୍ଦୁ। ଏହାର କିଛି ସଂଜ୍ଞା ଅଛି କି ପିଲାମାନେ? ନା। ବିନ୍ଦୁ। ରେଖା, ଇଏ ହେଲା ଗୋଟେ ରେଖା, ଏହାର କିଛି ସଂଜ୍ଞା ଅଛି କି? ନା। ସେଇଭଳି ସମତଳ, ଏହାର ମଧ୍ୟ କିଛି ସେମିତି ସଂଜ୍ଞା ନାହିଁ। ତ ୟାକୁ ସେଥିପାଇଁ କ'ଣ କୁହାଯାଏ? ଆମକୁ କୁହାଯାଏ ସଂଜ୍ଞାହୀନ ପଦ, କିମ୍ବା ତାକୁ ମଧ୍ୟ କୁହାଯାଏ ମୌଳିକ ପଦ। ତାପରେ ଆମେ ଆସିବା ପିଲାମାନେ, ଆମେ ବର୍ତ୍ତମାନ ଆସିବା ସରଳରେଖାକୁ। ସରଳ ରେଖା, ପିଲାମାନେ ଏଇଠି ତମେ ଗୋଟେ ନୋଟ୍ କରିଦେଇପାର, ତୁମେ ଏତେ ପଢିବା ଦରକାର ନାହିଁ। ମୁଁ ଯେତିକି ନୋଟ୍ ଲେଖି ଦଉଛି ସେଗୁଡାକ ତୁମେ ପଢିବ, କିମ୍ବା ଯେତେବେଳେ ଅଣ୍ଡରଲାଇନ୍ କରିଛି ଅଣ୍ଡରଲାଇନ୍ କରି ସେଗୁଡାକ ହିଁ ପଢିବ। ସରଳରେଖା କାହାକୁ କୁହାଯାଏ? ପିଲାମାନେ ତୁମ ବହି ହିଁ ଦେଇ ସରଳରେଖା କାହାକୁ କୁହାଯାଏ? ସରଳରେଖା ହଉଛି ବିନ୍ଦୁ ମାନଙ୍କର ସମାରୋହ ବା ସେଟ୍। ସରଳରେଖା ହଉଛି ବିନ୍ଦୁ ମାନଙ୍କର ସମାରୋହ। ପିଲାମାନେ, ଯଦି ମୋ ସେଟ୍ ପଢାଇନି ବ୍ୟସ୍ତ ହବାର ନାହିଁ, ସେଟ୍ ଆସିଲେ ମୁଁ ତୁମକୁ ସେଟ୍ ମଧ୍ୟ ପଢେଇଦେବି। ବର୍ତ୍ତମାନ ସେଟ୍ ପଢି ନଥାଉ, ଏବେ ତୁମେ କେବଳ ମନେ ରଖ ସରଳରେଖା ହଉଛି ବିନ୍ଦୁ ମାନଙ୍କର ସମାରୋହ। ଆସ ଦେଖିବା କେମିତି ସିଏ ସମାରୋହ ହେଲା। ଆମେ ଏଇଟା ଗୋଟେ ରହିଲା ସରଳରେଖା, ଆମେ ଗୋଟେ ସରଳରେଖା ଡ୍ର କରୁଛେ, ଇଏ ହେଲା ଗୋଟେ ସରଳରେଖା। ଏକ୍ସାମ୍ପଲ ଧର, ଆମେ ଏଇଠି ଗୋଟେ ଡଟ୍ ରହିଲା, ଏଇଠି ଗୋଟେ ଡଟ୍ ରହିଲା, ଏଇଠି ଗୋଟେ ଡଟ୍, ଏମିତି ଡଟ୍ 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 ହେଇକି ଅସଂଖ୍ୟ ବିନ୍ଦୁ ରହି 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 କ'ଣ ହବ? ଗୋଟେ ହୋଇକି ଗୋଟେ ସରଳରେଖା ହବ। ଏଟା ହେଲା କେମିତି? ଯଦି ତୁମେ କହିବ ଆମେ ତ ଗୋଟେ ଗାରଟେ ଆଣିଦେଲେ ତାପରେ ହେଇଗଲା ସରଳରେଖା, ନାହିଁ। ସରଳରେଖା ମାନେ ଆମର ଆକ୍ଚୁଆଲି ରହୁଛି କେମିତି? ଏଇ ଦେଖ, ଏଇ ବିନ୍ଦୁ 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 ଛୋଟ 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 ବିନ୍ଦୁ 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 ଅସଂଖ୍ୟ ଏଇଭଳିଆ ବିନ୍ଦୁ ରହିଲା ପରେ
ଧୀରେ 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 କଣ ହେଇଯିବ, ଇଏ ସରଳରେଖାରେ ପରିଣତ ହେଇଯିବ। ଦେଖ ଏ ଯଦି ଏଇଭଳି ଛୋଟ 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 ପାଖ 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 ଲାଗି 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 ରହିଲା ବେଳେ ଇଏ କଣ ହେଇଗଲା, ଗୋଟେ ଏକ ସରଳରେଖା ହେଇଗଲା। ତେବେ ଆମେ କଣ କହିପାରିବା, ଏଇଟା ତମେ ପିଲାମାନେ ମନେ ରଖିବ, ସ୍ୱୀକାର୍ଯ୍ୟ 1 ସରଳରେଖା ବିନ୍ଦୁ ମାନଙ୍କର ସମାହାର। ଏବେ ଆମେ ଯିବା ସ୍ୱୀକାର୍ଯ୍ୟ 2। ଦୁଇଟି ପୃଥକ ବିନ୍ଦୁକୁ ଧାରଣ କରୁଥିବା କେବଳ ମାତ୍ର ଗୋଟିଏ ସରଳରେଖା ଅବସ୍ଥିତ। ଏଇଟା ଆସ ବୁଝିବା ସ୍ୱୀକାର୍ଯ୍ୟ 2। କଣ କହିଲା କି ଦୁଇଟି ପୃଥକ ବିନ୍ଦୁ, ଏଇଟା ଗୋଟେ ପୃଥକ ବିନ୍ଦୁ, ଏଇଟା ଗୋଟେ ପୃଥକ ବିନ୍ଦୁ। ସବୁବେଳେ ପିଲା ବିନ୍ଦୁ ଦେଲା ବେଳେ ତା ନାମକରଣ କରିଦବ। ଏଇଟାକୁ ଆମେ ଦେଲେ ଏ, ଏଇଟାକୁ ଆମେ ଦେଲେ ବି। ଦୁଇଟି ପୃଥକ ବିନ୍ଦୁକୁ ଧାରଣ କରୁଥିବା ଗୋଟେ ମାତ୍ର ସରଳରେଖା ଅବସ୍ଥିତ। ଆମ ସ୍ୱୀକାର୍ଯ୍ୟ ନମ୍ବର 2 କହିଲା, ଧର ମୁଁ ଟାଣିଲି ଗୋଟେ ସରଳରେଖା ଏ ଆଉ ବି କୁ ସଂଯୋଗ କରିକି ଗୋଟେ ସରଳରେଖା ମୁଁ ଅଙ୍କନ କଲି, ଇଏ ହେଲା ଗୋଟେ ସରଳରେଖା। ଏବେ ତମେ ଯଦି ଏ ଆଉ ବି କୁ ନେଇକି ଆଉ ଗୋଟେ ସରଳରେଖା ଅଙ୍କନ କରିପାରିବ କି? ଧର ଆମେ ତମେ ମଧ୍ୟ ତମ ଖାତାରେ ଚେଷ୍ଟା କର କି ଆଉ ଗୋଟେ ସରଳରେଖା ଅଙ୍କନ କରିବା ପାଇଁ। ଲେଟ୍ ମୁଁ ବି ଗୋଟେ ଟ୍ରାଏ କରୁଛି। ଏଇଭଳିଆ ଗଲା, ଏଇଭଳିଆ। କିନ୍ତୁ ଏଟା ସରଳରେଖା ହେଇକି ରହିଲା କି ପିଲାମାନେ? ନା, ଏ ଦୁଇଟି ସରଳରେଖା ହେଇଗଲା। ତ ୟାକୁ ଆମେ ସରଳରେଖା କହିବା ନାହିଁ। ତ ସରଳରେଖା କଣ କଣ? ଗୋଟେ ହିଁ ସରଳରେଖା ହଉଛି। ତେଣୁ ଏଇଟା ଆମେ କଣ ଜାଣିଲେ କି ଦୁଇଟି ପୃଥକ ବିନ୍ଦୁକୁ ଧାରଣ କରୁଥିବା କେବଳ ମାତ୍ର ଗୋଟିଏ ସରଳରେଖା ହିଁ ଅବସ୍ଥିତ। ବୁଝିଲ ପିଲାମାନେ? ଏବେ ଆମେ ଆସିବା ସ୍ୱୀକାର୍ଯ୍ୟ 3 କୁ। ସମତଳ ବିନ୍ଦୁ ମାନଙ୍କର ସେଟ୍ ଅଟେ। ଗୋଟେ ସମତଳ କଣ? ଯଦି ଗୋଟେ ସରଳରେଖା ଉପରେ ବିନ୍ଦୁମାନ ଅବସ୍ଥିତ ହେଇ ରହିଲେ ତେବେ ତାକୁ ଆମେ କଣ କହିବା? ତାକୁ ଆମେ କଣ କହିଲେ? ଏକ ସରଳରେଖା। ଯଦି ଗୋଟେ ରେଖା ଉପରେ ରହୁଛନ୍ତି, ଯଦି ଏଇ ବିନ୍ଦୁ ଗୁଡିକ ଗୋଟେ ସରଳରେଖାରେ ନ ରହି ବିଭିନ୍ନ ସରଳରେଖା ରହିଲେ, ଧର ଏଇଭଳିଆ ରହିଲେ, ଏଇଭଳିଆ ରହିଲେ, ତ ଏଇଭଳିଆ ବି ରହିପାରିବେ, ଏଇଭଳି ବି ରହିପାରିବେ, ଏଇଭଳି ବି ରହିପାରିବେ। ତେବେ ଏବେ ଦେଖ ଏ ଗୋଟେ ସରଳରେଖା ରହୁଛି କି ଏବେ ଇଏ? ନା। ତେବେ ଏଇଟାକୁ ଆମେ କଣ କହିପାରିବା? ତାକୁ ଆମେ କହିପାରିବା ଏକ ସମତଳ। ଏବେ ଆମେ କଣ ଜାଣିଲେ? ସ୍ୱୀକାର୍ଯ୍ୟ 3 ଆମେ ଜାଣିବାକୁ ପାଇଲେ କି ସମତଳ ବିନ୍ଦୁ ମାନଙ୍କର ସମାହାର ଅଟେ। ଆମେ ସେଟ୍ ଆମେ ଜାଣିନେ ବର୍ତ୍ତମାନ। ଏଇ ସେଟ୍ ଆଗ ଜାଗାରେ ତମେ ଲେଖିପାରିବ କଣ? ସମତଳ ବିନ୍ଦୁ ମାନଙ୍କର ସମାହାର ଅଟେ। ଜାଣି ବୁଝିଲ? ମାନେ ଆମେ ବର୍ତ୍ତମାନ ସମତଳ ସରିଲା। ଏବେ ଆମେ କିଛି ତାର ଅନ୍ୟ ପଦ ଗୁଡିକ ଜାଣିବା। ଯେମିତି କି ଆମର ରେଖାଖଣ୍ଡ। ଯଦି କୌଣସି ଏକ ସରଳରେଖାର ତାର ନିର୍ଦ୍ଦିଷ୍ଟ ସୀମା ନିର୍ଦ୍ଧାରିତ କରାଯାଏ, ଯେପରିକି ଆମେ ଧର ଏଇଠି ଏ ରେ ଗୋଟେ ବିନ୍ଦୁ ଦେଲେ, ବି ରେ ଗୋଟେ ବିନ୍ଦୁ ଦେଲେ, ତେବେ ଏ ଏବଂ ବି ମଧ୍ୟର ତାର ସୀମା ନିର୍ଦ୍ଧାରିତ ହେଇଗଲା। ତାର ମାପ ଗୋଟେ ସୁନିଶ୍ଚିତ କରାଗଲା। ଧର ଇଏ ହେଲା 5 ସେଣ୍ଟିମିଟର। ତେବେ ଯେତେବେଳେ ତାର ଆମେ ଗୋଟେ ମାପ ତାକୁ ଆମେ ଦେଇଦେଲେ, ତେବେ ତାର ଗୋଟେ ସୀମା ନିର୍ଦ୍ଧାରିତ ହେଇଗଲା। ଏବେ ତାକୁ ଆମେ କଣ କହିବା? ରେଖାଖଣ୍ଡ। ଯେତେବେଳେ ତାର ସୀମା ନିର୍ଦ୍ଧାରିତ ନଥାଏ, ସେତେବେଳେ ତାର ନାମ ଥାଏ କଣ? ଯେତେବେଳେ ତାର ନାମ ଥାଏ ସରଳରେଖା। ଯେତେବେଳେ ତାକୁ ଆମେ ସୀମା ନିର୍ଦ୍ଧାରିତ କରିଦଉଛେ ଏ ଏବଂ ବି, ଏ ଓ ବି ମଧ୍ୟରେ ଯୋଉ ଖଣ୍ଡଟି ରହିଲା ତାକୁ ଆମେ କହିବା ରେଖାଖଣ୍ଡ ଏବଂ ତାର ସୀମା ନିର୍ଦ୍ଧାରିତ ହେଇଯାଇଛି। ତେଣୁକରି ତାର ପରିମାଣ ମଧ୍ୟ ସ୍ଥିର। ତାର ପରିମାଣଟା ଫିକ୍ସ। ଧର 5 ସେଣ୍ଟିମିଟର ଅଧିକ ହେଇପାରିବ ନାହିଁ। ଏ ଓ ବି ମଧ୍ୟରେ ଜାଗା ଯେତିକି ଲମ୍ବ ରହିବା କଥା ସେତିକି ଲମ୍ବ ହିଁ ଅଛି। ତ ତାକୁ କଣ କହିବା? ଯେତେବେଳେ ପିଲାମାନେ ତାକୁ ଆମେ କହିବା ରେଖାଖଣ୍ଡ। ଏବଂ ଆମେ ପିଲାମାନେ ଜାଣିଥାଉ କି ଯଦି ଆମେ ଏ ବି ରେଖାଖଣ୍ଡ କହୁଛେ, ତେବେ ଏ ବି ଉପରେ ତମେ କେବଳ ଗୋଟେ ଗାର ଦବ। ଯଦି ଆମେ କହୁଛେ ଇଏ ହଉଛି ରେଖାଖଣ୍ଡକୁ ଦର୍ଶାଏ, ରେଖାଖଣ୍ଡ ଏଇଭଳିଆ ଦେଖେଇବ। ଯଦି ତୁମକୁ ରହିଲା କି ଆମେ ଗୋଟେ ସରଳରେଖା ଦେଖେଇବା କେମିତି କୁହାଯିବ? ତେବେ ଏ ବି ଉପରେ ତମେ ତୀର ଚିହ୍ନ 2ଟା ଦବ। ତେବେ ୟାକୁ ଆମେ କଣ କହିବା? ଇଏ ହଉଛି ସରଳରେଖା। ବୁଝିଲ ପିଲାମାନେ? ଏବେ ଗଲା ସରଳରେଖା, ରେଖାଖଣ୍ଡ। ଏବେ ଆମେ ଆସିବା ରଶ୍ମିକୁ। ରଶ୍ମି କାହାକୁ କୁହାଯାଏ ପିଲାମାନେ? ଯେତେବେଳେ ଯାହାର ଆଦ୍ୟ ବିନ୍ଦୁ ଥାଏ କିମ୍ବା ପ୍ରାନ୍ତ ବିନ୍ଦୁ ନଥାଏ। ଆଦ୍ୟ ବିନ୍ଦୁ ମାନେ କଣ? ଯେ ଆରମ୍ଭ ହଉଛି। ଦେଖ ଇଏ ଆରମ୍ଭ ହେଲା, ଏଇଠୁ ଗୋଟେ ବିନ୍ଦୁରୁ ଆରମ୍ଭ ହେଲା। ଧରାଯାଉ ୟାକୁ ଆମେ କହିବା ଏ ଏବଂ ୟାର ସେ ଅସୀମିତ ଲମ୍ବି ଯାଇଛି। ଧର କେମିତି? ଆମେ କଣ କହୁଛେ? ଟର୍ଚ୍ଚ ଯୋଉ ଲାଇଟ୍ ବାଜୁଛି ତାକୁ ଲାଇଟ୍ ର ଓଡିଆ କଣ? ରଶ୍ମି। ଯଦି ଟର୍ଚ୍ଚ ପକେଇଲେ ଗୋଟେ ଆଦ୍ୟ ବିନ୍ଦୁ ରହିଲା, ତାପରେ ତା ପ୍ରାନ୍ତ ବିନ୍ଦୁ ଅଛି କି ଆଉ ନାଇଁ? ସେ ଅସୀମିତ ଲମ୍ବିକି ଯାଇଛି। ସେଇଭଳିଆ ରଶ୍ମି ସେ ଏକ ସରଳରେଖାରେ ତାର ଆଦ୍ୟ ବିନ୍ଦୁ ଅଛି କିମ୍ବା ପ୍ରାନ୍ତ ବିନ୍ଦୁ ନାହିଁ। ତେବେ ତୁମେ ପିଲାମାନେ ରଶ୍ମିକୁ କେମିତି ଦର୍ଶାଇବ? ଯଦି କୁହାଗଲା ଏ ବି ରଶ୍ମି, ତେବେ ଆମେ ଏ ବି ଉପରେ ତାର ଆଦ୍ୟ ବିନ୍ଦୁ ରହିବ କିନ୍ତୁ ପ୍ରାନ୍ତ ବିନ୍ଦୁ ରହିବ ନାହିଁ। ଏହାକୁ କଣ କୁହାଯିବ? ଏ ବି ରଶ୍ମି କୁହାଯିବ।
ତ ଏହାର ସେମିତି କିଛି ନିର୍ଦ୍ଦିଷ୍ଟ ମାପ ନାହିଁ। ତାକୁ ଆମେ ମାପି ପାରିବା କି ପିଲାମାନେ? ନା, କାରଣ ତାର ପ୍ରାନ୍ତ ବିନ୍ଦୁ ନାହିଁ, ସେ ଅସୀମିତ। ବୁଝିଲେ ତ ପିଲାମାନେ? ଯଦି କିଛି ବି ତୁମର ବୁଝି ହଉନାହିଁ କି କିଛି ଡାଉଟ୍ ରହିଲା, ତୁମେ କମେଣ୍ଟ ସେକ୍ସନରେ ପିଲାମାନେ ଜଣେଇ ପାରିବ। ଏବେ ଆସ ଦେଖିବା କିଛି ସରଳରେଖା। ଯଦି ସରଳରେଖା ଦ୍ୱୟ ଅସୀମିତ ଗଲା ପରେ ବି, ମାନେ ବହୁତ ଦୂର ଯାଏଁ ଗଲା ପରେ ବି କିମ୍ବା ଇନଫାନାଇଟ ଗଲା ପରେ ବି ଯଦି ନିଜକୁ ଛେଦ କରୁନାହାନ୍ତି, ଧର ଦେଖ ପିଲା ଏଇ ଗୋଟେ ତ ତମେ ମନରେ ଭାବ, ଦେଖିଛ ପିଲା ମାନେ ରେଲୱେ ଟ୍ରାକ ର ଦୁଇ ପାର୍ଶ୍ୱ କେବେ ଯେତେ ଦୂର ଗଲେ ବି ସେମାନେ ନିଜକୁ ଛେଦ କରିବେ କି? ନାହିଁ, ସେଇଭଳିଆ ସିଧା ହିଁ ଯାଉଥିବେ। ତ ସେଇଭଳିଆ ଯେତେବେଳେ ସେ ଦିଟା ସରଳରେଖା ସେମିତି ସିଧା ହିଁ ଯାଆନ୍ତି, ତାକୁ କଣ କୁହାଯିବ? ତାକୁ କୁହାଯିବ ସମାନ୍ତର ସରଳରେଖା। କଣ କୁହାଯିବ ପିଲାମାନେ? ସମାନ୍ତର ସରଳ ରେଖା। ଯେତେବେଳେ ଦିଟା ରେଖାଖଣ୍ଡ କିମ୍ବା ରଶ୍ମି ଗୋଟେ ହିଁ ସରଳରେଖା ଉପରେ ରହିଲେ, ଦେଖ ଯଦି ଆମେ ୟା ଉପରେ ଗୋଟେ ସରଳରେଖା ଅଙ୍କନ କରୁଛେ, ଏଇ ସରଳରେଖା ଯଦି ଅଙ୍କନ କଲି ମୁଁ, ତା ଉପରେ ଇଏ ଗୋଟେ ରଶ୍ମି କିମ୍ବା ଗୋଟେ ରେଖାଖଣ୍ଡ ରହୁଛି, ତେବେ ତାଙ୍କୁ ଆମେ କଣ କହିବା? ଆମେ ତାକୁ କହିବା ଏକ ରୈଖୀ, ଅର୍ଥାତ୍ ଗୋଟେ ହିଁ ରେଖା ଉପରେ ସିଏ ରହିଲା। ଯଦି ଦିଟା ଇଏ ଗୋଟେ ସରଳରେଖା ଦେଲା ପରେ ଦିଟା ଆମର ରହିବ ତୀର ଚିହ୍ନ, ଏବଂ ଇଏ ଏକ ସରଳରେଖା, ଏବଂ ଏଥିରେ ଗୋଟେ ରଶ୍ମି ଯାଉଛି ଏବଂ ଏଥିରେ ଗୋଟେ ରଶ୍ମି ଯାଉଛି, କିମ୍ବା ଯଦି ତମେ ଦେଖ ଇଏ ରହିଲା, ଇଏ ଆମକୁ ଛେଦ କଲେ ଦିଟା ସରଳରେଖା, ତେବେ ଏମାନେ ସମାନ୍ତର ନୁହନ୍ତି, ଏବଂ ଏଥିରେ ମଧ୍ୟ ଦୁଇଟା ଯାଉଛି ରଶ୍ମି। ତେବେ ଏଇ ଦିଟା ରଶ୍ମିକୁ ଆମେ କଣ କହିପାରିବା? ତାଙ୍କୁ କହିବା ନୈକ ରୈଖୀ। ମାନେ ଏକ ରୈଖୀ ଅର୍ଥାତ୍ ଗୋଟେ ହିଁ ସରଳରେଖା ଉପରେ ଯିବେ, ନୈକ ରୈଖୀ ଅର୍ଥାତ୍ ସିଏ ଦିଟା ସରଳରେଖାକୁ ବ୍ୟବହାର କରିକି ଯିବେ। ଯେମିତି ଗୋଟେ ଉଦାହରଣ ରହିଲା ଆମ ସମାନ୍ତର ସରଳରେଖା ଏବଂ ଗୋଟେ ଅସମାନ୍ତର ସରଳରେଖା ମଧ୍ୟ ଯାଇପାରିବେ। ତେବେ ମନେ ରଖ ପିଲାମାନେ, ଏକ ରୈଖୀରେ ଗୋଟେ ସରଳରେଖା ଉପରେ ଦିଟି ରଶ୍ମି ଯିବେ, ଏବଂ ନୈକ ରୈଖୀରେ ଦିଟା ସମାନ୍ତର ସରଳରେଖା ହେଇପାରନ୍ତି କିମ୍ବା ଅସମାନ୍ତର ସରଳରେଖା ହେଇପାରନ୍ତି, ତାଙ୍କ ସେଇ ସରଳରେଖା ଉପରେ ରଶ୍ମି ଯାଉଥିବ, ସେ ହେବ ନୈକ ରୈଖୀ। ଏବେ ଆସ ଆମେ ପିଲାମାନେ ଯିବା ଇକ୍ୱାସନ୍ ନମ୍ବର 4। ଯେକୌଣସି ତିନି ଗୋଟି ନୈକ ରୈଖୀ ବିନ୍ଦୁ ଦେଇ ଗୋଟିଏ ମାତ୍ର ସମତଳ ଅବସ୍ଥିତ। ନୈକ ରୈଖୀ ବିନ୍ଦୁ ପିଲାମାନେ ବୁଝିଲେ ବର୍ତ୍ତମାନ ନୈକ ରୈଖୀ ବିନ୍ଦୁ କଣ? ନୈକ ରୈଖୀ ଅର୍ଥାତ୍ ତିନି ଯୋଉ ସରଳରେଖା ଯାଉଥିବେ ଏଇଭଳିଆ, କିନ୍ତୁ ସେ ପିଲାମାନେ ଯୋଉ ଆମେ ନୈକ ରୈଖୀ ଦେଖିଲେ, ନୈକ ରୈଖୀ ଆମେ ରେଖାରେ 1 2 3 ଆମେ ତିନିଟି ନୈକ ରୈଖୀ ସରଳରେଖା ନେଲେ, ଏବଂ ସେଥିରେ ଆମେ ତିନୋଟି ବିନ୍ଦୁ ଆମେ ଅଙ୍କିତ କଲେ 1 2 ଏବଂ ସରଳରେଖା ଗୋଟେ କଟିଗଲା, ଇଏ ହେଲା 3। ଏବେ ଆମେ ଏକ ସମତଳ ଏଠିରେ ଅଙ୍କନ କରିବା। ସମତଳ ଅଙ୍କନ କରିବା, ଇଏ ହେଲା ଆମ ସମତଳ। ଦେଖ ପିଲାମାନେ, ଯେ ସମତଳଟି ତାକୁ ତିନୋଟି ଜାଗାରେ ହିଁ ଛେଦ କରୁଛି। ଯଦି ଆମେ ତାକୁ ଏଇଭଳିଆ ବି ରଖିବେ, ତେବେ ବି ସେ ତିନୋଟି ଜାଗାରେ ହିଁ ସେଇ ସମତଳ ରେଖାରେ ଛେଦ କରିବା। ତେବେ ସେଇଟା ଆମେ କଣରେ କୋଉ ସିଦ୍ଧାନ୍ତରୁ ଉପନୀତ ହେଲେ କି, ଯେକୌଣସି ତିନି ଗୋଟି ନୈକ ରୈଖୀ ବିନ୍ଦୁ ଦେଇ ଗୋଟିଏ ମାତ୍ର ସମତଳ ଅବସ୍ଥିତ ହେଇପାରିବ। ତ ଏଇ ଯୋଉ 1 2 3 ବିନ୍ଦୁ, ଏଇ ତିନୋଟି ବିନ୍ଦୁ ଦେଇ ଗୋଟେ ହିଁ ରହିଲା, ଏବଂ 1 2 3 ଏଇ ବିନ୍ଦୁ ଦେଇ ଅନ୍ୟ ଏକ ରହିପାରିଲା। ତ ତିନୋଟି ବିନ୍ଦୁ ଦେଇ କେବଳ ମାତ୍ର ଗୋଟିଏ ସରଳରେଖା ରହିପାରିବ। ଯଦି ଆମେ ଏଇ ତିନୋଟି ବିନ୍ଦୁ ଦେଇ ଆଉ ଗୋଟେ ସରଳରେଖା ସମତଳ ଅଙ୍କନ କରିପାରିବା କି? ନା। ତେବେ ଆମେ ଯେକୌଣସି ନୈକ ରୈଖୀ ସରଳରେଖାର ତିନୋଟି ବିନ୍ଦୁ ଦେଇ ଗୋଟିଏ ହିଁ ମାତ୍ର ସମତଳ ଅଙ୍କନ କରିପାରିବା। ଯଦି ଆମେ ତିନୋଟି ବିନ୍ଦୁ ନେଲେ, ଧରାଯାଉ ଆମେ କେବଳ ତିନୋଟି ବିନ୍ଦୁକୁ ନେଇ ତୁମକୁ ବୁଝଉଛି, ଏଇ ତିନୋଟି ବିନ୍ଦୁକୁ ନେଇଗଲି, ଯୋଉ ଆମେ ଗୋଟେ ଏବେ ତାଙ୍କୁ ସଂଲଗ୍ନ କଲା ପରେ ଆମେ ଗୋଟେ ସମତଳଟା ପାଇଲେ। ଏଇ ସମତଳ ଛଡା ଆଉ ଅଲଗା କିଛି ଆମେ ସମତଳ କହିପାରିବା କି? ଯଦି ଆମେ 1 2 ଆଉ ଗୋଟେ ସମତଳ ଅଙ୍କନ କଲେ, ଧର ଏଇଟା ଗୋଟେ ସମତଳ ଆମେ ଅଙ୍କନ କରୁଛେ, କିନ୍ତୁ ଏଇ ବିନ୍ଦୁ ସେ ଆସିଲା କି? କୋଉ ବିନ୍ଦୁ ଛୁଆମାନଙ୍କୁ କହୁଛି କି ପିଲାମାନେ, ଏଇ ବିନ୍ଦୁ ତମର ଆସୁଛି କି ସମତଳରେ? ନାହିଁ। ତା ପାଇଁ ଏକ ଅଲଗା ବିନ୍ଦୁ ଆମ ଦରକାର ହଉଛି। ତ ସେଇଠୁ ଆମେ କଣ ଜାଣିଲେ କି, ଯେକୌଣସି ତିନି ଗୋଟି ନୈକ ରୈଖୀ ବିନ୍ଦୁ ଦେଇ ଗୋଟିଏ ମାତ୍ର ସମତଳ ଅବସ୍ଥିତ। ପିଲାମାନେ ବୁଝିପାରିଲ? ମୁଁ ବହୁତ ଭଲ ଭାବରେ ବୁଝେଇବା ପାଇଁ ଚେଷ୍ଟା କରୁଛି, ମୁଁ ଆଶା କରୁଛି ତମେ ବୁଝି ଯାଇଥିବ। ଏବେ ଆମେ ଆସିବା ସ୍ୱୀକାର୍ଯ୍ୟ 5। ସ୍ୱୀକାର୍ଯ୍ୟ 5ରେ କଣ ଅଛି? ଏକ ସମତଳସ୍ଥ ଦୁଇ ପୃଥକ ବିନ୍ଦୁକୁ ଧାରଣ କରୁଥିବା ସରଳରେଖା ଉକ୍ତ ସମତଳରେ ଅବସ୍ଥିତ। କଣ କହିଲା? ଏକ ସମତଳସ୍ଥ ଦୁଇ ପୃଥକ ବିନ୍ଦୁକୁ ଧାରଣ କରୁଥିବା ସରଳରେଖା। ଆମେ ଏକ ସମତଳ ଅଙ୍କନ କରିବା ପିଲାମାନେ ଜାଣିଥାଉ।
ଇଏ ହେଉଛି ଏକ ସମତଳ। ସେ କ'ଣ କରିବା, ତିନୋଟି ପୃଥକ ପୃଥକ ବିନ୍ଦୁ 1, 2 ଏବଂ 3, ଆମେ ତିନିଟି ବିନ୍ଦୁକୁ ରଖିଲେ ଏବେ ଆମେ ୟାକୁ ଏକ ସମତଳ କହିପାରିବା। କ'ଣ କହିପାରିବା, ଇଏ ଏକ ସମତଳ। ଶିଖାଯିବ 5ରେ କ'ଣ କହିଲା, ଏକ ସମତଳ ତ ଦୁଇ ପୃଥକ ବିନ୍ଦୁ, ଏ ଗୋଟେ ଆମେ ବିନ୍ଦୁ ନେଲେ, ଏଇ ଗୋଟେ ବିନ୍ଦୁ ନେଲେ, ନାମକରଣ କରିଦେବା ଏ ଏବଂ ବି, ଏବଂ ଏଥିରେ ଆମେ ଅଙ୍କନ କଲେ ସରଳ ରେଖା। ଏଇ ଯୋଉ ସରଳ ରେଖା ଆସିଲା, ଏଇ ସରଳ ରେଖାଟି ବର୍ତ୍ତମାନ କୋଉ ସମତଳ ଅବସ୍ଥିତ, ଆମର ଯୋଉ ଅଙ୍କିତ ଆମ ସମତଳରେ ହିଁ ସେ ଅବସ୍ଥିତ, କାରଣ ଏଇ ଦୁଇଟି ବିନ୍ଦୁ କୋଉଥିରେ, ଆମର ସେ ସମତଳ ଭିତରେ ହିଁ ଯାଉଛନ୍ତି, ତ ରେଖାଖଣ୍ଡ ମଧ୍ୟ ସେ ସମତଳ ମଧ୍ୟରେ ରହିବ। ତେବେ ତମ ପିଲାମାନେ କ'ଣ ଜାଣିଲ କି, ଯଦି ଏକ ପୁରା ତମେ ବୁଝ କି ଗୋଟେ ସମତଳ ଦୁଇ ପୃଥକ ବିନ୍ଦୁକୁ ଧାରଣ କରୁଥିବା ସରଳରେଖା ସେଇ ସମତଳ ମଧ୍ୟରେ ଅବସ୍ଥିତ ରହିବ। ରହିଲା ଆମର ଶିଖାଯିବ 5। ପିଲାମାନେ ତୁମକୁ ଆଗରୁ ହିଁ ମୁଁ କହିଥିଲି ସମାନ୍ତର ସରଳରେଖା, ଯାହାକୁ ଆମେ ପାରାଲାଲ ଲାଇନ୍ସ କୁହାଯାଉଛି। ଏ କ'ଣ ନା, ଯେତେବେଳେ ଗୋଟେ ସମତଳରେ ଅବସ୍ଥିତ ଦୁଇଟି ସରଳରେଖା, ଇଏ ଦେଖ ଇଏ ଯୋଉ ସମତଳ ରହିବ, ଇଏ ମଧ୍ୟ ସେଇ ସମତଳରେ ରହୁଛି, ଏବଂ ସେମାନେ କ'ଣ ଦୁଇ ଜଣଙ୍କ ମଧ୍ୟରେ ସେ କେବେ ମଧ୍ୟ ଛେଦ କରିବେ ନାହିଁ, ଏବଂ ତାଙ୍କ ସରଳରେଖା ଦ୍ୱୟ ମଧ୍ୟର ଦୂରତା ଏଇଠି ଯେତିକି ହବ, ଏଇଠି ବି ସେତିକି ହବ, ଏବଂ ଏଇଠି ବି ସେତିକି ହବ। ଧର ଏଇଠି ରହିଲା 2 ସେଣ୍ଟିମିଟର, ତେବେ ଇଏ ମଧ୍ୟ 2 ସେଣ୍ଟିମିଟର ହବ, ଏବଂ ଇଏ ମଧ୍ୟ 2 ସେଣ୍ଟିମିଟର ହବ, ଏବଂ ଦୂରତା ସବୁବେଳେ ସମାନ ରହିବ, ଏବଂ ଏମାନେ କେବେ ପରସ୍ପରକୁ ଛେଦ କରିବେ ନାହିଁ। ତାକୁ କ'ଣ କୁହାଯିବ, ସମାନ୍ତର ସରଳରେଖା। ତେବେ ପିଲାମାନେ ଏବେ ଆମେ ଆସିବା, ତୁମେ ଉତ୍ତର ଦେବା ପାଇଁ ଚେଷ୍ଟା କର, ଏକ ସମତଳରେ ଅବସ୍ଥିତ ଦୁଇଟି ସରଳରେଖାର ଅତିବେଶୀରେ କେତୋଟି ଛେଦବିନ୍ଦୁ ରହିପାରିବ। ଭାବ ପିଲାମାନେ, କ'ଣ କହିଲା, ଏକ ସମତଳରେ ଅବସ୍ଥିତ ଦୁଇଟି ସରଳରେଖାର, ଆମେ ଅଙ୍କନ କରିବା ଗୋଟେ ସମତଳରେ ଦୁଇଟି ସରଳରେଖା, ଗୋଟେ ସରଳରେଖା ଦୁଇଟି ସରଳରେଖା, ଅତିବେଶୀରେ କେତୋଟି ଛେଦବିନ୍ଦୁ ରହିପାରିବ। କେତୋଟି ଛେଦବିନ୍ଦୁ ରହିପାରିବ ଗୋଟେ ସରଳରେଖା, ଦୁଇଟି ସରଳରେଖା ଭିତରେ? ଦେଖ ପିଲାମାନେ, ଅତି କମରେ ତ ୟାଙ୍କ ମଧ୍ୟରେ ଛେଦ ରହିପାରୁନାହିଁ। ଯଦି ଆମେ ତାକୁ ଛେଦ କରିବା ପାଇଁ ଚେଷ୍ଟା କରୁଛେ, ତେବେ କେତୋଟି ରହୁଛି, ଗୋଟେ ରହୁଛି। ତେବେ ଏକ ସମତଳ ଅବସ୍ଥିତ ଦୁଇଟି ସରଳରେଖାର ଅତିବେଶୀରେ କେତୋଟି ଛେଦବିନ୍ଦୁ ରହିପାରିବ? ପିଲାମାନେ ଉତ୍ତର ଦିଅ। ୟାର ଉତ୍ତର ହବ 1, ଏବଂ ତାର ବର୍ଣ୍ଣନା ହେଇଛି ଏଇଠି। ପିଲାମାନେ ଯଦି ଦେଖିବ ଏଇଟା, ତ ଆମେ କ'ଣ ଜାଣିଲେ ଏଇଠୁ କି ଅତି କମରେ କେତେ 0, ଅତି ବେଶୀରେ 2। ତେବେ ଏକ ସମତଳରେ ଅବସ୍ଥିତ ତିନୋଟି ସରଳରେଖାର ଅତି ବେଶୀରେ କେତୋଟି ଛେଦବିନ୍ଦୁ ରହିପାରିବ? ଆସ ଏବେ ଆମେ ତିନୋଟି ସରଳରେଖା ଗୁଣିଦେବା। ଯଦି ଆମେ ପିଲାମାନେ କେମିତି ଆରମ୍ଭ କରିବ, ତିନୋଟି ସରଳରେଖା ପ୍ରଥମ ସିଧା ସିଧା ଅଙ୍କନ କରିବ, ପାରାଲାଲ କରିଦେଲ, କେତେ ଥିଲା 0। ତେବେ ଏବେ ଦେଖ, ଏ ଛେଦ କଲେ, ଇଏ ବି ତିନିଟି ସରଳରେଖା 1, 2, 3, ଏଠି କେତେ ଆସିଲା 1। ତେବେ ଦେଖ ପିଲାମାନେ, ଯଦି ଆମେ 1, 2 ତାକୁ ଯଦି ଆମେ ଏଇଭଳିଆ କରିଦେଲେ, ତାହେଲେ କେତେ ଆସିବ 1, 2, 3। ତ ପିଲାମାନେ ୟାର ଉତ୍ତର କେତେ ଆସିବ, ଏଟାକୁ ସବୁଜ କଲର କରିଦଉଛି, ୟାର ଉତ୍ତର ଆସିବ 3। ତାର ବର୍ଣ୍ଣିତ ହେଇଛି ଏଇଟା, ମନେ ରଖିବ ପିଲାମାନେ। ଯଦି ତୁମକୁ ବୁଝିବା ପାଇଁ ଦରକାର, ତୁମ ବହିରେ ମଧ୍ୟ ଉଠେଇ ଦେଇପାରିବ। ତାପରେ ଯିବା ଆମେ ଆସ ସି କୁ। ଏ ଆମ ସରିଗଲା, ବି ମଧ୍ୟ ସରିଗଲା, ଏବେ ଆସିବା ସି କୁ। ଏକ ସମତଳରେ ଅବସ୍ଥିତ 4ଟି ସରଳରେଖାର ଅତିବେଶୀରେ କେତୋଟି ଛେଦବିନ୍ଦୁ ରହିପାରିବ? ଆସିବା ପିଲାମାନେ 4 ନମ୍ବର କରିବା ପାଇଁ। ଏକ ସମତଳରେ ଅବସ୍ଥିତ 4ଟି ସରଳରେଖା, ଅତି କମରେ ଆମେ ପିଲାମାନେ ପ୍ରଥମ କ'ଣ କରିବା, ସବୁକୁ ସମାନ୍ତର କରିଦେବା, 1, 2, 3, 4। ୟାର କେତେ 0। ତେବେ ଛକି ଗୋଟେ କଲେ 1, 2, 3, 4 ହେଇଗଲା। ୟାର କେତେ ରହିଲା 1। ତାପରେ ରହିଲା, ଏବେ ଆମେ ତାକୁ ଛେଦ କରିବା ପାଇଁ ଦେଲେ, ଇଏ ରହିଲା କେତେ ହେଇଗଲା 1, 2, 3। ଛେଦବିନ୍ଦୁ କଲେ ପିଲାମାନେ ବୁଝିପାରୁଛ ତ, ଏଇ ବିନ୍ଦୁଟା ଏଇଠି ଛେଦ କରିଛି, ଇଏ ଏଇଠି ଛେଦ କରିଛି, ଏଇଠି ଛେଦ କରିଛି, ବୁଝିଲ ପିଲାମାନେ। ତାପରେ ଆସିବା 4 ବାଲା। କେତେଟି ହେଲା ପିଲାମାନେ, 1, 2, 3, 4, 5, 6। ତେବେ ସେ କେତେଟି ପିଲାମାନେ ଆସିବ 6ଟି। ତେବେ ୟାର ଉତ୍ତର କେତେ ଆସିବ ପିଲାମାନେ, ୟାର ଉତ୍ତର ଆସିବ 6। ଏବଂ ଏହାର ଡେସ୍କ୍ରିପସନ କୋଉଠି ରହିଲା, ଆମର ତା ବର୍ଣ୍ଣିତ ଆମର ରହିଲା ଏଇଠି। ପିଲାମାନେ ଯଦି ତୁମର ଦରକାର, ତାକୁ ତୁମେ ଖାତାରେ ମଧ୍ୟ ଉଠେଇ ଦେଇପାରିବ। ଏବେ ଆମେ ଯିବା
ସ୍ୱୀକାର୍ଯ୍ୟ 6 ନମ୍ବର 6କୁ। ଗୋଟିଏ ସମତଳରେ ଥିବା ବିନ୍ଦୁ ଯୋଡ଼ା ଗୁଡ଼ିକୁ ଗୋଟିଏ ଗୋଟିଏ ଅଣଋଣାତ୍ମକ ବାସ୍ତବ ସଂଖ୍ୟା ସହ ସମ୍ପୃକ୍ତ, ଯାହାକୁ ବିନ୍ଦୁଦ୍ୱୟ ମଧ୍ୟସ୍ଥ ଦୂରତା କୁହାଯାଏ। ଯଦି ତୁମକୁ କୁହାଗଲା ଗୋଟେ ସଳଖ ଅଙ୍କନ କରାଗଲା ଏବଂ ତାହା କୁହାଯିବ ଏ ଏବଂ ବି ବିନ୍ଦୁ ମଧ୍ୟରେ ଦୂରତା କେତେ, ସେ କେବେ ଋଣାତ୍ମକ ହେଇପାରିବ କି ପିଲାମାନେ? ମାନେ -1 ହେଇପାରିବ କି -2 କେବେ ହେଇପାରିବ କି? ନା, ସବୁବେଳେ ଧନାତ୍ମକ ହବ। ଧନାତ୍ମକ ଅର୍ଥ ସବୁବେଳେ ପ୍ଲସରେ ରହିବ। ଧର ଇଏ ଯୁକ୍ତ 2 ସେଣ୍ଟିମିଟର। କାହିଁକି ଋଣାତ୍ମକ ନୁହେଁ? ଋଣାତ୍ମକ କଣ ସଂଖ୍ୟା? ଋଣାତ୍ମକ ସଂଖ୍ୟା ଯେତେବେଳେ ଧର ତୁମଠୁ କିଏ ଗୋଟେ ଏକ୍ସାମ୍ପଲ ତୁମକୁ ବୁଝଉଛି, ଧର ତୁମ ଜଣେ ସାଙ୍ଗ ନେଇଛି 2 ଟଙ୍କା, ତେବେ ତୁମେ କଣ କହିପାରିବ କି ସିଏ ତୁମକୁ କେତେ ଦବ? -2, ମାନେ ସେ ଋଣ କରୁଛି, ତୁମଠୁ ନେଇଛି, ସେଟା ତୁମେ ପାଇବ, ସେଟାକୁ କୁହାଯାଏ ଋଣାତ୍ମକ। ସେଟାକୁ କୁହାଯାଏ କଣ? ମାଇନାସରେ ରହିବ, ସେଇଟାକୁ କୁହାଯିବ ମାଇନାସ। ତ ତାକୁ କଣ କୁହାଯିବ? ଋଣାତ୍ମକ ସଂଖ୍ୟା କୁହାଯିବ, ଋଣାତ୍ମକ। ଯେହେତୁ ଆମେ ଗୋଟେ ମାପ କରୁଛେ, ତାର ନିର୍ଦ୍ଦିଷ୍ଟ ପରିମାଣ ରହିଛି, ତେଣୁ ସେ କେବଳ ଋଣାତ୍ମକ ହେଇପାରିବ ନାହିଁ, ସେ ସବୁବେଳେ କଣ ହବ? ଧନାତ୍ମକ ହବ। ଧନାତ୍ମକ ଅର୍ଥ ସେ ପ୍ଲସ ସବୁବେଳେ ରହିବ। ତ କଣ ବିନ୍ଦୁ ଦଶଟା ମଧ୍ୟସ୍ଥ ଦୂରତା ସବୁବେଳେ କଣ ରହିବ? ଆମେ କଣ ଦେଖିଲେ? ସବୁବେଳେ ଯୁକ୍ତ 2 ହେଇକି, ମାନେ ଯୁକ୍ତ ଅର୍ଥାତ୍ ପ୍ଲସ ଚିହ୍ନ ରହିବ, ସବୁବେଳେ ସେ ଧନାତ୍ମକ ସଂଖ୍ୟା ରହିବ। ଦୁଇ ବିନ୍ଦୁ ମଧ୍ୟସ୍ଥ ଦୂରତା ଉପରେ ନିର୍ଭର କରି ଏକ ସରଳରେଖାର ବିନ୍ଦୁ ସମୂହ ବାସ୍ତବ ସଂଖ୍ୟା ସେଟ ମଧ୍ୟରେ ଏକ ବିଶେଷ ପ୍ରକାର ସମ୍ପର୍କ ସମ୍ଭବ ହୁଏ, ଯୋଉଟାକି ଆମେ ସେଟରେ ପଢିବା। ବର୍ତ୍ତମାନ ଏଟା ଛୁଆ ବ୍ୟସ୍ତ ହେବା କିଛି ଦରକାର ନାହିଁ। ବର୍ତ୍ତମାନ ମୁଁ ତୁମକୁ ଗୋଟେ କନସେପ୍ଟ ଶିଖଉଛି, ମନ ଦେଇକି ଶୁଣ। ଯେ ସଂଖ୍ୟା ରେଖା କାହାକୁ କୁହାଯାଏ? ଆମେ କଣ ପଢିବା? ପ୍ରଥମେ ପଢିବା ସଂଖ୍ୟା ରେଖା। ପିଲାମାନେ ଆମେ କଣ ପଢି ସାରିଲେ? ଆମେ ବର୍ତ୍ତମାନ ସଂଖ୍ୟା ଆମେ ଜାଣିଛେ 1 2 3 4 ପୂର୍ଣ୍ଣ ସଂଖ୍ୟା, ଭଗ୍ନାଂଶ ସଂଖ୍ୟା, ଏଗୁଡା ସବୁ ପିଲାମାନେ ତୁମେ ଚତୁର୍ଥ ପଞ୍ଚମ କ୍ଲାସରେ ଭଲ ଭାବେ ଜାଣିଥିବ, ଷଷ୍ଠ କ୍ଲାସରେ ଭଲ ଭାବେ ଜାଣିଥିବ। ପିଲାମାନେ ଆମେ ବର୍ତ୍ତମାନ ପଢିବା କଣ? ସଂଖ୍ୟା ରେଖା। ସଂଖ୍ୟା ରେଖା କାହାକୁ କୁହାଯାଏ? ଧର ଆମେ ଗୋଟେ ସରଳରେଖା ଅଙ୍କନ କଲେ। କଣ ଅଙ୍କନ କଲେ? ସରଳରେଖା। ତାର କୌଣସି ଏକ ବିନ୍ଦୁରେ ଆମେ 0 ରଖିଲେ ଏବଂ ତାର ଦକ୍ଷିଣ ପାର୍ଶ୍ୱକୁ, ମାନେ ଡାହାଣ ପଟେ କଣ ରହିବ? ସବୁବେଳେ ଆମର ଧନାତ୍ମକ ସଂଖ୍ୟା ରହିବ। ଯେମିତି କହିଲା 1 2 3 4, ଏଗୁଡା ଧନାତ୍ମକ, ଏବଂ ବାମ ପାର୍ଶ୍ୱରେ ରହିବ ଋଣାତ୍ମକ ସଂଖ୍ୟା, ଯେମିତି -1 -2 -3 -4, ଏଗୁଡା ରହିବ। ତ ଏଇଆଙ୍କ ଭିତରେ ଦୂରତାଟା ସବୁବେଳେ -1 ରୁ -2 ଏବଂ -2 ଏବଂ -3 -3 -4 କିମ୍ବା -1 -2 ଏବଂ 1 2, ୟାଙ୍କ ଭିତରେ ଦୂରତା ସବୁବେଳେ ସମାନ ରହିବ। ସଂଖ୍ୟାର କଣ କହୁଛି? ତାଙ୍କ ଭିତରେ ଦୂରତା ସବୁବେଳେ ସମାନ ରହିବ। ଏବଂ କାରଣ ସେଗୁଡିକ ସମାନ ପରିମାପ ବିଶିଷ୍ଟ ରେଖାଖଣ୍ଡ ଗୁଡିକୁ ନେଇକି ଆମେ କଣ ଗୋଟେ ବିନ୍ଦୁ ଦେଇଛେ, ବୁଝିଗଲ ପିଲାମାନେ? ତେବେ ଯଦି ଆମକୁ ଏବେ କୁହାଯିବ ମାପ କରିବା ପାଇଁ, ଧର ଆମେ ଏଇଠି ଗୋଟେ ଦେଲେ ବିନ୍ଦୁ A ଏବଂ ଏଇଠି ଗୋଟେ ଦେଲେ ବିନ୍ଦୁ B, ତେବେ A ଏବଂ B ବିନ୍ଦୁ ମଧ୍ୟ ଯଦି ମାପ କରିବା ପାଇଁ ପଡିବ, ଆମେ କଣ ଜାଣିଛେ? ପ୍ରତ୍ୟେକ ବିନ୍ଦୁ କେତେ ରହୁଛି? 1 ରହୁଛି। 1 ଏକକ ସେଣ୍ଟିମିଟର ହେଇପାରେ, ମିଟର ହେଇପାରେ, ତାକୁ ଆମେ ଯାହା ଦେବା ତାପରେ ସେଇଟା ସେଇ ଅନୁସାରେ ହବ। ତେବେ 1 2 3 4 5 6 7, ତେବେ ଆମେ କଣ କରିବା? 7 ଧର ସେଣ୍ଟିମିଟର କିମ୍ବା ମିଟର, ଯେକୌଣସି ଆମେ ଏଠି ନେବା ସେଇ ଅନୁସାରେ ସିଏ ହବ। ଏଇଟାକୁ କଣ କୁହାଯିବ? ଆମ ସଂଖ୍ୟା ରେଖା। ତବେ ଆମେ ଏପଟେ ଅସୀମିତ ପର୍ଯ୍ୟନ୍ତ କେତେ? ଆମେ ଏପଟେ ଯାଇ ଆମେ ଇନଫିନିଟି ପର୍ଯ୍ୟନ୍ତ ଯାଇପାରିବା। ଇନଫିନିଟି ମାନେ ଯୋଉଟା କି ଆମ ଅସୀମିତ, ଏପଟେ ଆମେ ମାଇନାସ ଇନଫିନିଟି ପର୍ଯ୍ୟନ୍ତ ଆମେ ଯାଇପାରିବା। ବୁଝିଲ ପିଲାମାନେ? ସେଇଠୁ ଏବେ ଆମେ ଆସିବା ଯେ ଦୁଇ ବିନ୍ଦୁ ମଧ୍ୟରେ ଦୂରତା ମାପିବା ପାଇଁ। ଧର ଆମେ ରହିଲା A ଓ B, ଆମେ ଏମିତି ସିଧା ଗଣିକି ବି କରିପାରିବା। ଏବଂ ଆଉ ଗୋଟେ ଏବେ ଉପାୟ ମଧ୍ୟ ଅଛି। କେମିତି? ଧର ଆମ ପାଖରେ ରହିଲା ବିନ୍ଦୁ B ଏବଂ ବିନ୍ଦୁ A। କଣ ରହିଲା? ବିନ୍ଦୁ A, ଇଏ ହେଲା ବିନ୍ଦୁ B। ଏବେ ବିନ୍ଦୁ A ଏବଂ B ମଧ୍ୟରେ ଦୂରତା ମାପିବା ପାଇଁ ଆମେ B ବିନ୍ଦୁ ମାଇନସ A ବିନ୍ଦୁ କରିବା ଏବଂ ତାର ମାପ ବାହାରିଯିବ। ଧର B ବିନ୍ଦୁରେ ଆମର 3 ଏବଂ A ବିନ୍ଦୁରେ କେତେ ଅଛି? -4, ମାଇନସ ତା ଭିତରେ କହିଲା -4, ଏବଂ ଆମର କେତେ ଆସୁଛି? 3 ମାଇନସ ମାଇନସ କେତେ ହେଇଯିବ? +4, ତେବେ କେତେ ହେଲା? 4 3 7। ବୁଝିଗଲା ତ ପିଲାମାନେ? କେମିତି ଆମେ ତାକୁ ମାପ କରାଗଲା? ଦେଖ
ଯୋଉ ବିନ୍ଦୁ ଆମର ରହିଲା B ବିନ୍ଦୁ ଶେଷ ବିନ୍ଦୁ ଆଦ୍ୟ ବିନ୍ଦୁ A, ଶେଷ ବିନ୍ଦୁ ବିଯୁକ୍ତ ଆଦ୍ୟ ବିନ୍ଦୁ, ଆମ ଶେଷ ବିନ୍ଦୁ କଣ ଥିଲା ତାର 3 ଥିଲା ଏବଂ ଆଦ୍ୟ ବିନ୍ଦୁ କଣ ଥିଲା -4 ଥିଲା। ଏବେ କଣ ହେଲା 3 ମାଇନସ୍ କେତେ -4 ତେଣୁ କେତେ ହେଲା ଏଠି ମାଇନସ୍ ମାଇନସ୍ କଣ ହେଇଯିବ ମାଇନସ୍ ପ୍ଲସ୍ ହେଇଯିବ, ତାହେଲେ 3 + 4 = 7। ତ ଆମେ ପିଲାମାନେ ତୁମକୁ ଯଦି କେହି ବି ଜାଣିନଥିବେ ପିଲାମାନେ ବ୍ୟସ୍ତ ହବାର ନାହିଁ, ଆମେ କଣ ଜାଣିଛେ ଯେ ମାଇନସ୍ ଗୁଣନ ମାଇନସ୍ କଣ ହେଇଯିବ ପିଲାମାନେ ଯୋଉମାନେ କି ବୁଝିପାରିଲନି ଏଠି ମାଇନସ୍ ମାଇନସ୍ ପ୍ଲସ୍ କେମିତି ହେଲା ତାଙ୍କ ପାଇଁ ମୁଁ ନିର୍ଦ୍ଦେଶ ଯେତେବେଳେ ଆମେ ମାଇନସ୍ ମାଇନସ୍ ନଉଛେ ମାଇନସ୍ ଗୁଣନ ମାଇନସ୍ ସେତେବେଳେ ସେ ହେଇଯିବ ପ୍ଲସ୍ ଏବଂ ପ୍ଲସ୍ ଗୁଣନ ମାଇନସ୍ ହେଇଗଲେ ସେ ହେଇଯିବ ମାଇନସ୍ ଏବଂ ମାଇନସ୍ ଗୁଣନ ଯଦି ପ୍ଲସ୍ କରୁଛେ ତେବେ ହେଇଯିବ ମାଇନସ୍ ଏବଂ ପ୍ଲସ୍ ଗୁଣନ ପ୍ଲସ୍ କଲେ ସିଏ ହେଇଯିବ ପ୍ଲସ୍। ଏଇ ତିନିଟା ସବୁବେଳେ ଛୁଆମାନେ ମନେ ରଖିଥିବେ। ମାଇନସ୍ ମାଇନସ୍ କଣ ହେଲେ ପ୍ଲସ୍ ହେଇଯିବ, ପ୍ଲସ୍ ମାଇନସ୍ ହେଲେ ମାଇନସ୍ ହେଇଯିବ, ମାଇନସ୍ ପ୍ଲସ୍ ହେଲେ ମାଇନସ୍ ହେଇଯିବ। ଯଦି ମାଇନସ୍ ଗୋଟେ ଅଛି ତାହେଲେ ସେ ମାଇନସ୍ ହେଇଯିବ, ଯଦି ଦୁଇଟା ମାଇନସ୍ ଅଛି ତାହେଲେ ସେ କଣ ହେଇଯିବ ପ୍ଲସ୍ ହେଇଯିବ, ଯଦି ଦୁଇଟା ପ୍ଲସ୍ ଅଛି ସେ ପ୍ଲସ୍ ରହିବ। ବୁଝିଲ, ଏଇଟା ଟିକେ ଭଲସେ ମନେ ରଖିବ। ଏବେ ଆସ ଦେଖିବା ଦୁଇ ବିନ୍ଦୁ ମଧ୍ୟରେ ଦୂରତା କେମିତି ମାପିବ ଜାଣିପାରିଲ। ତ କଣ ହେଲା ଆମର ହଉଛି ଶେଷ ବିନ୍ଦୁ ଯୁକ୍ତ ଆଦ୍ୟ ବିନ୍ଦୁ, ତାକୁ ମୋଡ ଜାଣିଥିବ, ମୋଡ ନେଲେ ସେ ସବୁବେଳେ ଧନାତ୍ମକ ହବ। କୌଣସି ମଧ୍ୟରେ ଦୂରତା କେବେ ଋଣାତ୍ମକ ସଂଖ୍ୟା ଆସିବନି, ସବୁବେଳେ ସେ ଧନାତ୍ମକ ସଂଖ୍ୟା ହିଁ ଆସିବ। ତାହେଲେ ଧର ଯେମିତି ଆମେ ଏଠି କଲେ B ଆଉ A ମଧ୍ୟରେ B ର 3 ଥିଲା, A ର କଣ ଥିଲା -4 ଥିଲା, 3 ମାଇନସ୍ -4 କେତେ ହେଇଗଲା ମାଇନସ୍ ପ୍ଲସ୍ 3 + 4 = 7 ହେଇଗଲା। ପିଲାମାନେ ଟୋଟାଲ ଶିଖୁଛ ନାଇଁ ଗୋଟେ ଗୋଟେ, ତୁମେ ଯଦି ତୁମେ ବୁଝିପାରୁନ ତେବେ ଦୁଇଥର ଦେଖ ତାହେଲେ ନିହାତି ବୁଝିଯିବ। ତାପରେ ଆସ କଣ କହୁଛି ମନେ ରଖ, କିଛି ଆମେ ଆସ ମନେ ରଖିବା କଣ ରଖିବା ସରଳରେଖା ଅସଂଖ୍ୟ ବିନ୍ଦୁ ବିଶିଷ୍ଟ। ଆମେ ବି ଜାଣିଛେ ଯେ ଗୋଟେ ସରଳରେଖାର ବହୁତ ଗୁଡ଼ିଏ ବିନ୍ଦୁକୁ ନେଇ କଣ ତିଆରି ସରଳରେଖା ତିଆରି ହେଇଛି। ତେବେ ସରଳରେଖା ଆଦ୍ୟ ଓ ପ୍ରାନ୍ତ ବିନ୍ଦୁ ବିହୀନ, ଆମେ କଣ ସରଳରେଖାର ଆଦ୍ୟ ବିନ୍ଦୁ ଓ ପ୍ରାନ୍ତ ବିନ୍ଦୁ ନାହିଁ। ଯଦି ଆଦ୍ୟ ବିନ୍ଦୁ ଏବଂ ପ୍ରାନ୍ତ ବିନ୍ଦୁ ଦେଇଥିବା ପିଲାମାନେ କଣ ହବ, ଆମେ ଜାଣିଥିଲେ ଇଏ ହେଲା ସରଳରେଖା, ଇଏ ଅସୀମିତ ଲମ୍ବିଛି। ଯଦି ତାର ଆମେ ଆଦ୍ୟ ବିନ୍ଦୁ ଏବଂ ପ୍ରାନ୍ତ ବିନ୍ଦୁ ଆମେ ଦେଇଦେବେ ତାହେଲେ ତାକୁ କଣ ହେଇଯିବ ସିଏ ଏବେ ଏକ ରେଖାଖଣ୍ଡ ପାଲଟିଯିବ। କଣ ପାଲଟିଯିବ ରେଖାଖଣ୍ଡ। ପିଲାମାନେ ବୁଝିଲେ ତ, ଯଦି ଆଦ୍ୟ ବିନ୍ଦୁ ଓ ପ୍ରାନ୍ତ ବିନ୍ଦୁ ରହିବ ତେବେ ତାକୁ ଆମେ କଣ କହିବା, ତାକୁ କହିବା ରେଖାଖଣ୍ଡ। ଯଦି ଆଦ୍ୟ ବିନ୍ଦୁ ଏବଂ ପ୍ରାନ୍ତ ବିନ୍ଦୁ ନାହିଁ ତାକୁ କଣ କହିବା, ତାକୁ ଆମେ କହିବା ସରଳରେଖା କହିବା। ସରଳରେଖା ନିରବିଚ୍ଛିନ୍ନ ଭାବରେ ପରିବ୍ୟାପ୍ତ, ଅର୍ଥାତ୍ ମାନେ ସରଳରେଖାର ନିରବିଚ୍ଛିନ୍ନ ରହିଛି ମାନେ ଅସୀମିତ, ସିଏ ଏପଟୁ ବି ଲମ୍ବି ପାରିବ ସେପଟୁ ଲମ୍ବି ପାରିବ, ଅସୀମିତ। ତାକୁ ଆମେ ଚାହିଁଲେ ଆମେ ତାକୁ ଦେଖି ମାନେ ଆମେ ଯାଇକି ତାକୁ ସରିପାରିବାନି, କାରଣ ତାର ଆଦ୍ୟ ବିନ୍ଦୁ ନାହିଁ ଏବଂ ପ୍ରାନ୍ତ ବିନ୍ଦୁ ନାହିଁ, ସେ ପୁରା ପରିବ୍ୟାପ୍ତ ହେଇକି ରହିଛି। ଇଏ କିଏ ସରଳରେଖା। ଏଇ ତିନିଟା ପଏଣ୍ଟ ପିଲାମାନେ ସବୁବେଳେ ମନେ ରଖିଥିବ। ଆଉ ଏବେ ଦେଖିବା ମଧ୍ୟବର୍ତ୍ତୀ। ଯଦି ପିଲାମାନଙ୍କୁ ମୁଁ ଗୋଟେ କହିବି, ଗୋଟେ ହଉଛି ବାଡି ଧର, ବାଡି ଧରିଲ, ସେ ବାଡିର କେତେଟା ମଧ୍ୟବିନ୍ଦୁ ରହିବ, ମାନେ ପୁରା ମଝି ତାକୁ ମଝିରୁ କାଟିବା ପାଇଁ, ତ ସେ କେତେ ଜାଗାରେ କାଟିବ, ସେ ନିହାତି ମଝି ପଏଣ୍ଟରେ ହିଁ କାଟିବ। କଣ କହିଲେ ପିଲାମାନେ ବୁଝିଲ ତ, ତା ମଝିରେ ହିଁ କାଟିବ। ଓକେ, ତେବେ ଯଦି ୟାର ଦୂରତା ଧରାଯାଉ ମୁଁ ନେଲି A ଏବଂ B ଦୁଇଟା, ଗୋଟେ ପଏଣ୍ଟ A ଏବଂ ଗୋଟେ ପଏଣ୍ଟ B ଏବଂ ତା ମଧ୍ୟବିନ୍ଦୁକୁ ନେଲି C। କଣ ନେଲି ପିଲାମାନେ C। ଏବେ ଯଦି ମୁଁ AC ଖଣ୍ଡ ଯୁକ୍ତ CB ଖଣ୍ଡ, ଏହା କାହା ସହିତ ସମାନ ହବ ପିଲାମାନେ, AB ସହିତ ସମାନ ହବ। ଏମିତି ଧର ମୁଁ ଗୋଟେ ବାଡିଟାକୁ ଏଠି ଖଣ୍ଡି ଦେଲି ମଝିରୁ, ଏଇ ବାଡିକୁ ଖଣ୍ଡା ହେଲା ପରେ ଏଇଟା ଗୋଟେ ଖଣ୍ଡ ଏବଂ ଏଇଟା ଗୋଟେ ଖଣ୍ଡ, ଦିଟାକୁ ମୁଁ ଯେତେବେଳେ ମିଶେଇବି ପୁଣି ଏଇ ବାଡି ସହିତ ସମାନ ହବ ନା ନାହିଁ, ହବ ତ ପିଲାମାନେ। ସେଇଭଳିଆ ଆମେ ଏଠି କଣ ଲେଖା ହେଇଛି ତ AC ଏବଂ CB କୁ ମିଶେଇଲେ ଆମେ AB ପାଇଯିବା, AB ଖଣ୍ଡ। ଏବଂ ତାର ସେଇଟା କିଏ କଣ ଇଏ ରହିବ, ତାର ମଝି ବିନ୍ଦୁରେ ରହିବ ଆଉ। ଏବଂ ଆମେ ଜାଣିଛୁ ସବୁବେଳେ ମଝି ବିନ୍ଦୁ ଗୋଟିଏ ରହିବ, କିନ୍ତୁ ମଧ୍ୟବିନ୍ଦୁ ଯୋଉଟା କି ପୁରା ଦିଜଙ୍କର ସେଣ୍ଟର ରହିବ, ତୁମକୁ ମୁଁ ରେଖାଖଣ୍ଡ ତା ଆଗରୁ ପଢେଇ ସାରିଛି। ଏବେ ଆସ ଆମେ ସେଇଟା ଦେଖିବା, କଣ ଲେଖା ହେଇଛି ରେଖାଖଣ୍ଡ। ରେଖାଖଣ୍ଡର ସଂଜ୍ଞା କଣ ଦିଆଯାଇଛି, ଦୁଇଟି ପୃଥକ ବିନ୍ଦୁ A ଏବଂ B ମଧ୍ୟ ଏବଂ ସେମାନଙ୍କର ମଧ୍ୟବର୍ତ୍ତୀ ବିନ୍ଦୁ ମାନଙ୍କର ସେଟକୁ କଣ କୁହାଯିବ, ତାକୁ ଆମେ କୁହାଯିବ ରେଖାଖଣ୍ଡ। ଆମେ କଣ କହିଥିଲେ ରେଖାଖଣ୍ଡ ଯେତେବେଳେ ସରଳରେଖାର କୌଣସି ବିନ୍ଦୁ ଦେଇକି ତାଙ୍କୁ ଗୋଟେ ଯଦି ସୀମା ଭାବରେ ରଖାଗଲା, ଆଦ୍ୟ ବିନ୍ଦୁ ଏବଂ ପ୍ରାନ୍ତ ବିନ୍ଦୁ ଧରାଗଲା, ତା ଭିତରେ ଯୋଉ
ପରିମାପ କଣ କୁହାଗଲା? ଗୋଟେ ରେଖାଖଣ୍ଡ କୁହାଗଲା। କଣ କୁହାଗଲା ତାକୁ? ରେଖାଖଣ୍ଡ। ତେବେ ଏଇଠି ଦେଖ ଦୁଇଟି ପୃଥକ ବିନ୍ଦୁ A ଏବଂ B ଏବଂ ସେମାନେ ମଧ୍ୟବର୍ତ୍ତୀ ବିନ୍ଦୁମାନଙ୍କର ସେଟକୁ ମାନେ ତାଙ୍କ ମଧ୍ୟବର୍ତ୍ତୀ ବିନ୍ଦୁମାନଙ୍କର ସେଟ ନ କହିକି ଯଦି ଆମେ କହିପାରିବା ସମାହାରକୁ, ସମାହାରକୁ କଣ କୁହାଯିବ? ତାଙ୍କୁ କୁହାଯିବ ରେଖାଖଣ୍ଡ। ଏବଂ ରେଖାଖଣ୍ଡକୁ କେମିତି ଦର୍ଶାଯିବ? ଏଇଟା ପିଲାମାନେ ସବୁବେଳେ ମନେ ରଖିଥିବ। ରେଖାଖଣ୍ଡକୁ ଦର୍ଶାଇଲା ବେଳକୁ ତୁମକୁ କେବଳ ଏକ ଗାର ଟାଣିବ, ତା ଉପରେ ତୀର ଚିହ୍ନ ଦେବ ନାହିଁ। ତୀର ଚିହ୍ନ ଦେଲେ ସେ କଣ ହେଇଯିବ ପିଲାମାନେ? ତୀର ଚିହ୍ନ ଦେଲେ ସେ ସରଳରେଖା ହେଇଯିବ। ଏବଂ ରେଖାଖଣ୍ଡରୁ ଆମେ କଣ ଜାଣିଥିଲେ? ଆଦ୍ୟ ବିନ୍ଦୁ ଗୋଟେ ରହିବ ଏବଂ ପ୍ରାନ୍ତ ବିନ୍ଦୁ ରହିବ। ତେବେ A କୁ କଣ କୁହାଯିବ? A କୁ ଆଦ୍ୟ ବିନ୍ଦୁ ଏବଂ B କୁ ପ୍ରାନ୍ତ ବିନ୍ଦୁ କୁହାଯିବ। ଏବଂ କିଛି ଜାଗାରେ ମଧ୍ୟ A ଏବଂ B ଦୁହିଁକୁ ମଧ୍ୟ ପ୍ରାନ୍ତ ବିନ୍ଦୁ ମଧ୍ୟ କୁହାଯାଇ ପାରିବ। କାରଣ ତାହା ଆମେ ଜାଣିନେ କୋଉଟା ଆଦ୍ୟ କୋଉଟା ବିନ୍ଦୁ, ଆମେ ଆରମ୍ଭ ନଉଛେ A ଆଦ୍ୟ ଏବଂ B ପ୍ରାନ୍ତ, କିନ୍ତୁ ୟାକୁ ମଧ୍ୟ ପ୍ରାନ୍ତ ବିନ୍ଦୁ କୁହାଯାଇ ପାରିବ, ୟାକୁ ମଧ୍ୟ ପ୍ରାନ୍ତ ବିନ୍ଦୁ କୁହାଯାଇପାରିବ। ଆମ ବହି ଦେଇଥିବା ବହି କଣ ଦେଇଛି ନା A ଏବଂ B ଦୁଇଟା ଯାକ ପ୍ରାନ୍ତ ବିନ୍ଦୁ, ତାର ଆଦ୍ୟ ବିନ୍ଦୁ ନାହିଁ। ବୁଝିଲେ ପିଲାମାନେ? ଆଦ୍ୟ ବିନ୍ଦୁ କହିଲେ ବି କିଛି ଭୁଲ ନୁହଁ, କିନ୍ତୁ ବହି ଯେହେତୁ ଦେଇଛି A ଏବଂ B ଦିଟା ପ୍ରାନ୍ତ ବିନ୍ଦୁ, ତେବେ ସେଠି ଆମେ ନେଇଯିବା A ଏବଂ B ତାର କଣ ଦିଟା ପ୍ରାନ୍ତ ବିନ୍ଦୁ। କଣ ବିନ୍ଦୁ? ପ୍ରାନ୍ତ ବିନ୍ଦୁ ମାନେ ତା ଶେଷ, ତା ସୀମା। ଆଉ ସେଇଭଳି ଏଠି କଣ କହିଲା ଦେଖ, A B ର ପ୍ରାନ୍ତ ବିନ୍ଦୁ A ଏବଂ B, କିନ୍ତୁ A B କିଏ? A B ରେଖାଖଣ୍ଡର ପ୍ରାନ୍ତ ବିନ୍ଦୁ A ଏବଂ B, କିନ୍ତୁ A B ଯଦି ଦି ପଟେ ତୀର ଚିହ୍ନ ଥିବ କଣ ସରଳରେଖାର, ସିଏ ଆଦ୍ୟ ବିନ୍ଦୁ କିମ୍ବା ପ୍ରାନ୍ତ ବିନ୍ଦୁ ନଥାଏ। ବୁଝିଲେ ପିଲାମାନେ? ମୁଁ ପ୍ରଥମରୁ କହି ଆସିଛି ଯେ ରେଖାଖଣ୍ଡ କିମ୍ବା ସରଳରେଖା ତାହାର ଯଦି ଆମେ ସବୁବେଳେ ଆମେ କଣ ମାପୁଛେ, ତାର ଯଦି ମାପିଲେ କି ତାର ଦୈର୍ଘ୍ୟ କେତେ, ଦୈର୍ଘ୍ୟ ସବୁବେଳେ ଏକ ଧନାତ୍ମକ ସଂଖ୍ୟା ଆସିବ। ସେ କେବେ ଋଣାତ୍ମକ ହେଇପାରିବ ନାହିଁ। ଭୁଲେଇ ପିଲାମାନେ ଯଦି କୌଣସି ଜାଗାରେ ଦେଇଛି ତା ଦୂରତା କେତେ, କେବେ ବି ତୁମେ ଋଣାତ୍ମକ ନବ ନାହିଁ, ସବୁବେଳେ ଧନାତ୍ମକ ନବ। କଣ ଜାଣିଲେ ପିଲାମାନେ? ରେଖାଖଣ୍ଡର ଦୈର୍ଘ୍ୟ ସର୍ବଦା ଏକ ଧନାତ୍ମକ ସଂଖ୍ୟା। ବୁଝିଲେ ପିଲାମାନେ? ଏବଂ AB କୁ ଆମେ କେମିତି ପଢିବା? ମୁଁ ତ ସମସ୍ତଙ୍କୁ ସବୁବେଳେ କହୁଛି AB ଯଦି ଗାର ଗୋଟେ ରହିଲା AB ରେଖାଖଣ୍ଡ ବୋଲି ତାକୁ ଆମେ ପଢିବା। କଣ ପଢିବା? AB ରେଖାଖଣ୍ଡ। ଏବଂ ପିଲାମାନେ ତମକୁ ରଶ୍ମି ମଧ୍ୟ ପଢେଇ ଆସିଛି କଣ, ଯଦି ଆମେ ଗୋଟେ ବିନ୍ଦୁରେ ଆଦ୍ୟ ବିନ୍ଦୁ ରହିବା ଏବଂ ତାର ସେ ପ୍ରାନ୍ତ ବିନ୍ଦୁ ନାହିଁ, କିମ୍ବା ଯଦି ଆମେ ଗୋଟେ ପ୍ରାନ୍ତ ବିନ୍ଦୁ ରହୁଛି, ତେବେ ତାକୁ କଣ କହିବା? ଗୋଟିଏ ହିଁ ବିନ୍ଦୁ ରହିବ। ଆଦ୍ୟ କିମ୍ବା ପ୍ରାନ୍ତ ବିନ୍ଦୁ ତାର ଗୋଟିଏ ଏବଂ ଅନ୍ୟଟି ଅସୀମିତ ଥିବ, ତାର କୌଣସି ମାପି ହବନି। ତେବେ ରଶ୍ମି କଣ ପିଲାମାନେ ମାପି ପାରିବା କି? ନାହିଁ, ରଶ୍ମି ହଉଛି ଅସୀମିତ। ତେବେ ଆମେ ତାକୁ ଚିହ୍ନ କଣ ଦେବା? ଗୋଟେ ପଟେ ତୀର ଚିହ୍ନ ରହିବ, ଗୋଟେ ପଟେ ତୀର ଚିହ୍ନ ରହିବ ନାହିଁ ରେଖାଖଣ୍ଡ ଉପରେ। ତେବେ AB କୁ ଆମେ AB ରଶ୍ମି ବୋଲି ମଧ୍ୟ ଆମେ ପଢିପାରିବା। ପିଲାମାନେ ଅଣ୍ଡରଲାଇନ କରିଦିଅ, ଏଇଟା ଦରକାର ଆସିବ। ତେବେ ଆସ ଆମେ ଯୋଉ ନିଜେ କର କିଛି ଏଗୁଡା ନିଜେ କର ପିଲାମାନେ ଛାଡିଦବ ନାହିଁ, ଏଗୁଡା କଲେ ଆମ କଣ କନସେପ୍ଟ କ୍ଲିୟର ଆସିବ। ତେଣୁକରି ସବୁ ନିଜେ କର ଗୁଡେ କରିବା ପାଇଁ ଚେଷ୍ଟା କରିବେ। କୌଣସି ଦୁଇଟି ରଶ୍ମି ବିପରୀତ ରଶ୍ମି ହୋଇନଥିବେ। ଆସ କଣ କହିଲେ କରିବା ପାଇଁ? କୌଣସି ଦୁଇଟି ରଶ୍ମି ବିପରୀତ ରଶ୍ମି ହୋଇନଥିବେ। ବିପରୀତ ରଶ୍ମି ମାନେ କଣ? ବିପରୀତ ରଶ୍ମି ମାନେ ଗୋଟେଟା ଗୋଟେ ପଟେ ଯାଉଥିବ, ଅଲଗାଟା ତା ଅପୋଜିଟ ସାଇଡକୁ ଆସୁଥିବ, ତା ବିପରୀତ ପଟେ ଆସୁଥିବ। ଯେମିତି ଏଇ ରହିଲା ଆଉ ଗୋଟେ ରହିଲା ଆମେ ତା ସହିତ ହିଁ, ତ ଏଇ ଦିଟା ରଶ୍ମି କଣ ଗୋଟେ ପଟେ ହିଁ ଗଲେ, ଏବେ କଣ କହିଲେ ଇଏ ହେଲେ ସମରଶ୍ମି, ତ ବିପରୀତ ରଶ୍ମି ନୁହନ୍ତି। ଏବେ ଆମେ ଗୋଟେ ସରିଲା। ତେବେ ଦତ୍ତ ରଶ୍ମି ଗୁଡିକ ମଧ୍ୟରୁ ଯେକୌଣସି ଦୁଇଟି ରଶ୍ମି ପରସ୍ପର ବିପରୀତ ରଶ୍ମି ହୋଇଥିବେ, ତେବେ ଆମେ ଏବେ କଣ ବିପରୀତ ରଶ୍ମି କରିବା। ବିପରୀତ ରଶ୍ମି ମାନେ କଣ ନା ସିଏ ଅପୋଜିଟ ପଟକୁ ଯାଇଥିବେ, ଗୋଟେ ଗଲା ଏଇ ପଟକୁ ପିଲାମାନେ ଏବଂ ଅନ୍ୟଟି ଗଲା ତା ବିପରୀତ ପଟକୁ। ତାହେଲେ ଇଏ କଣ ହେଇଗଲା? ଏବେ ଇଏ ହେଇଗଲା ବିପରୀତ ରଶ୍ମି। ବୁଝିଲେ ତ ପିଲାମାନେ? ଯଦି ମୁଁ ତମକୁ କହିଥିଲି ଏକ ରୈଖୀ, ଏକ ରୈଖୀ କାହାକୁ କୁହାଯିବ? ଯଦି ଦୁଇଟି ରଶ୍ମି ଏକ ସରଳରେଖାର ଅଂଶ ହେଲେ, ଯଦି ଆମେ କଣ କହିଲା, ଆମେ ଗୋଟେ ସରଳରେଖା ନେଲେ ପିଲାମାନେ, ମୁଁ ଏଇଟା ସରଳରେଖା କିନ୍ତୁ ଗୋଟେ ହେବା କଥା। ମୁଁ ଯେହେତୁ ତମକୁ ବୁଝାଇବା ପାଇଁ ଯାଉଛି, ମୁଁ ଟିକେ ବଡ ଟିକେ ମୋଟା ସେ କରିଦେଇଛି। ଏଇଟା ଗୋଟେ ସରଳରେଖା। ତ ସରଳରେଖା ଉପରେ ଯଦି ଏଇଠି ଗୋଟେ ରଶ୍ମି ଗଲା ଏବଂ ସେକେଣ୍ଡ ରଶ୍ମିଟା ମଧ୍ୟ ସେଇ ସରଳରେଖା ଉପରେ ଯାଉଛି, ତେବେ ତାକୁ କଣ କୁହାଯିବ? ତାକୁ କୁହାଯିବ ଏକ ରୈଖୀ। କଣ କୁହାଯିବ? ତାକୁ କୁହାଯିବ ଏକ ରେଖୀ। ଏବଂ ଯଦି ଗୋଟେ ରଶ୍ମିଟା କଣ କହୁଛି ନା ସେ ଏଇଠି ଗଲା ଏବଂ ସେ ଏଇଠି ଯାଉଛି, ତେବେ ମୁଁ ନାମକରଣ କରିଦଉଛି। ୟା ନାମ ହଉଛି ଏ, ୟା ନାମ ହଉଛି ବି, ୟା ନାମ ହଉଛି ସି, ୟା ନାମ ହଉଛି ଡି।
ତାହେଲେ ଏକରଖି କିଏ କିଏ ରହିଲେ ଛୁଆମାନେ? ଏକରଖି ରହିଲେ ହଉଛି ଏ ଏବଂ ବି। ଏବଂ କୋଉ ଗୁଡିକ ଏକରଖି ନୁହନ୍ତି କିମ୍ବା ନୈକ ରଖି? ନୈକ ରଖି ହେବେ କିଏ କିଏ ପିଲାମାନେ? ନୈକ ରଖି ହେବେ, ନୈକ ରଖି କିଏ କିଏ ହେବେ? ନୈକ ରଖି ହେବେ ସି, ବି, ଡି। ଇଏ ହେଲା ନୈକ ରଖି। ଏବେ ପିଲାମାନେ ତମକୁ ବହୁତ କିଛି ବୁଝେଇ ଦେଇଛି। ଏଇ ଯୋଉ ନିଜେ କର, ଏଇ ଦୁଇଟି କୋଶ୍ଚେନ ତମକୁ ଦେଲି ତମେ କରିବ। ପିଲାମାନେ ସେଟଟି ଆମେ ପରେ କରିବା, ସେଟ ବର୍ତ୍ତମାନ ଆମେ କରିବା ନାହିଁ। ଆମେ ବର୍ତ୍ତମାନ ଯିବା ସରଳ ରେଖାର ତାର ପାର୍ଶ୍ୱ କେମିତି ଚିହ୍ନା ଯିବ ସେଇଟାକୁ ଆମେ ବର୍ତ୍ତମାନ ଯିବା। ସରଳ ରେଖାର ପାର୍ଶ୍ୱ ଆମେ ଦେଖ ସରଳ ରେଖା କୋଉଟା? ଇଏ ହଉଛି ଗୋଟେ ସରଳ ରେଖା। ଇଏ କଣ ହଉଛି? ଇଏ ଗୋଟେ ହଉଛି ରେଖାଖଣ୍ଡ। ତାକୁ ଯଦି ଆମେ ସରଳରେଖାର କିଛି ପାର୍ଶ୍ୱ ଦେବା ପାଇଁ ଯିବା, ମୁଁ ଗୋଟେ ଅଙ୍କନ କଲି, ଧରାଯାଉ ପିଲାମାନେ ଏଇଟା ଗୋଟେ ହଉଛି ସରଳରେଖା, ୟାକୁ ଦେଲି ମୁଁ ଏ ଏବଂ ବି ନାମ, ଏବଂ ତାର ପାର୍ଶ୍ୱ ଚିହ୍ନିବା ପାଇଁ ତାକୁ ମୁଁ କୌଣସି ଗୋଟେ ନାମ ଦେବି। ତୁମେ ଦେଇପାରିବ ପିଲା ଏକ୍ସ, ଇଏ ୱାଇ, କିମ୍ବା ତାକୁ ଦେଇପାରିବ ତୁମେ ପିଲା ଦେଇପାରିବ ହଉଛି D1 D2, ତୁମେ ଦେଇପାରିବ ତମେ C1 C2। ଯଦି ମୁଁ କହିବି ଗୋଟେ ବିନ୍ଦୁଟା, ବିନ୍ଦୁ ମୁଁ ଗୋଟେ ଦେଲି ୟାକୁ ଜେଡ ବିନ୍ଦୁ, ତେବେ ଜେଡ ବିନ୍ଦୁଟି କୋଉ ପାର୍ଶ୍ୱରେ ଅଛି ପିଲାମାନେ? ତୁମେ କହିପାରିବ ଏକ୍ସ ପାର୍ଶ୍ୱରେ କିମ୍ବା D1 ପାର୍ଶ୍ୱରେ କିମ୍ବା C1 ପାର୍ଶ୍ୱରେ। ବୁଝିଗଲ କି ନା? ତ ତାକୁ ପାର୍ଶ୍ୱ ଚିହ୍ନିବା ପାଇଁ ତାକୁ ଗୋଟେ ନାମକରଣ କରାଯାଏ। ସେଇଟା କଣ କହିଲ? ସରଳରେଖାର ପାର୍ଶ୍ୱ। ସରଳରେଖାର ପାର୍ଶ୍ୱ ତାକୁ ଚିହ୍ନି ପାରିଲ ପିଲାମାନେ? ତ ଆମେ ତାକୁ ନାମକରଣ କଲେ ହିଁ ଆମେ ଜାଣିପାରିବା। ତାକୁ କହିପାରିବା କି ଗୋଟେ ବାମ କି ଡାହାଣ ଆମେ ସେମିତି କିଛି କହିପାରିବା କି? ନାହିଁ। ତାକୁ ଚିହ୍ନିବା ପାଇଁ ହେଲେ ତାକୁ ଆମେ କିଛି ଗୋଟେ ନାମକରଣ କରିବା ପାଇଁ ପଡିବ। ପିଲାମାନେ ଯେତିକି ଆମର ଥିଓରି ପାର୍ଟ ଥିଲା ମୁଁ ସେ କଭର କରିଦେଇଛି, ଏବଂ ନେକ୍ସଟ ଭିଡ଼ିଓରେ ମୁଁ ତୁମକୁ ତାର ଅନୁସରଣଟି କରିକି ଦ୍ୱିତୀୟ ଭିଡ଼ିଓରେ ପକେଇଦେବି। ଧନ୍ୟବାଦ ପିଲାମାନେ।